ঊনবিଂଶ ଅଧ୍ୟାୟ। ତ କହନ୍ତି ଅନୁରାଗେ ସୌନକ ଆଦି ଋଷି ଆଗେ ତୁତ ବାଚ ସେ ମହିପତି ପରୀକ୍ଷିତ ଚିନ୍ତା ନିମଗ୍ନ ଦୁଃଖ ଚିତ୍ତ ଏକାନ୍ତେ ବସି ବିଚାରଇ ନିନ୍ଦିତ କର୍ମ କଲି ମୁହିଁ ଅଜିତ କର୍ମବଶ ହୋଇ ଗୁରୁ ଯଶନ ଶିକ୍ଷା ଦେଇ ଅନ୍ୟାୟ ପ୍ରାଣୀଙ୍କ ବ୍ୟବହାରେ କୁକର୍ମ କଲି ଏ ସଂସାରେ ନିର୍ଦ୍ଦୋଷ ବ୍ରାହ୍ମଣର ଗଳେ ସର୍ପ ଲମ୍ବାଇ ଧନୁ ହୁଳେ ନିଶ୍ଚଳ ଯୋଗୀ ତାର ଧ୍ୟାନ ନ ଜାଣି ହେଲି ହତ ଜ୍ଞାନ ଦେବ ହଳନ କର୍ମ କଲି ନିକଟେ ସଂକଟ ଲଭିଲି ଏ ପାପ ବିନାଶନ ହେତୁ ବେଗେ ବିଧାତା ମତେ ଚିନ୍ତୁ ଏ କର୍ମ ପୁଣ ମୁଁ ଯେମନ୍ତେ କେବେ ହେ ନ କଳ୍ପଇ ଚିତେ ବ୍ରାହ୍ମଣ କ୍ରୋଧ ଦାବାନଳ ଏ ମୋର ରାଜ୍ୟ ଧନ ବଳ ଆତ୍ମାର ସଙ୍ଗେ ଦହୁ ମତେ ଏ କର୍ମ ନ କରେ ଯେମନ୍ତେ ଯଦୁଜ ଦେବଙ୍କ ହିଂସନେ ଦ୍ରୁପଦୀ ନସ୍ଫୁର ମୋ ମନେ ଏମନ୍ତେ ବିଚାରୁ ବିଷାଦେ ବୃତ୍ତାନ୍ତ ଶୁଭେ ଜନପଦେ ପୁରଗ ବ୍ରାହ୍ମଣର ଗଳେ ରାଜା ଯେ ଦେଲା ଧନ ହୁଳେ ତାର ବାଳକ ସାପ ଦେଲା ତକ୍ଷକ ଦଂଶିବ ବୋଇଲା ସପ୍ତମ ଦିନେ କୋପାନଳେ କାହାକୁ ଦଂଶିବ ସେ ବଳେ ଏମନ୍ତ ଜନ ମୁଖୁ ଶୁଣି ମନେ ସାନନ୍ଦ ନୂପମଣି ବୋଲଇ ବେଗେ ମତେ ଖାଉ ଏ ମୋର କୂଳେ ତାପ ନହୁ ଜଣେ ବିଷୟ ତ୍ୟାଗ ହେତୁ ତେଣୁ ଚିନ୍ତଇ ଆତ୍ମା ମୃତ୍ୟୁ ଯେମନ୍ତେ ଇହ ପରଲୋକେ ମରଣେ ନ ପଡ଼ଇ ଦୁଃଖେ ଏମନ୍ତ ନିଶ୍ଚୟ ବିଚାରି ରାଜ ସମ୍ପଦ ପରିହରି ଚିନ୍ତିଲା କୃଷ୍ଣ ପାଦ ପୃଷ୍ଠ ସେବନ ବିନା ନାହିଁ ଶ୍ରେଷ୍ଠ କୃଷ୍ଣର ପାଦ ପଦ୍ମ ଜଳେ ପ୍ରବେଶ ଯାଇ ଗଙ୍ଗା କୂଳେ ଶ୍ରୀକୃଷ୍ଣ ଚରଣ ତୁଳସୀ ପାଦ ଉଦକ ରଜେ ମିଶି ଅତି ପବିତ୍ର ବହେ ବାରି ଉଭୟ ଲୋକ ପାପ ହରି ପ୍ରାଣୀର ପ୍ରାଣ ତ୍ୟାଗ କାଳେ କେବ ନବସ ତାର କୂଳେ ପାଣ୍ଡବ ବଂଶ କୀର୍ତ୍ତି କର ସକଳ ରାଜ୍ୟ ମଧ୍ୟମ୍ବର କେଶୁର ନଦୀ ତୀରେ ଯାଇ ଚିତ୍ତେ ଗୋବିନ୍ଦ ପାଦ ଧ୍ୟାଇ ବିଷୟ ସଙ୍ଗକୁ ଦୂର କରି ଅନ୍ନ ଉଦକ ପରିହରି ମୁନିଙ୍କ ବ୍ରତେ ସେ ନିଶ୍ଚଳେ ମନ ନିବେଶ ଗଙ୍ଗା ଜଳେ ସେକଥା ଶୁଣି ମୁନି ଜନେ ଯେଅବା ଥିଲେ ଗିରି ବନେ ନିଜ ନିବାସ ଉପେକ୍ଷିଲେ ହସ୍ତିନା ନଗରୀ ମିଳିଲେ ଯେଅବା ଥିଲେ ଯେଉଁ ଦେଶେ ରାଜାଙ୍କୁ ଦେଖିବାର ଆସେ ସଙ୍ଗତେ ଘେନି ଶିଷ୍ୟ କଣ ଅପରେ ଅଶେଷ ବ୍ରାହ୍ମଣ ତାଙ୍କ ମହିମା କେବା କହେ ତୀର୍ଥ ପବିତ୍ର ତାଙ୍କ ଦେହେ ଅତ୍ରି ବଶିଷ୍ଠ ଆଦି ମୁନି ଜବନ ଭୃଗୁ ବ୍ୟାସ ଘେନି ଅଙ୍ଗିରା ପରାଶର ଗାଧି ଉତ୍ତକ୍ଷେ ଯେ ପ୍ରସିଦ୍ଧି ଗୌତମ ଭରଦ୍ୱାଜ ମୁନି ମୈତ୍ରେୟୀ ବିଶ୍ୱାମିତ୍ର ଘେନି ଅରିଷ୍ଟ ନେମି ଆଷ୍ଟିସେଣ ଇନ୍ଦ୍ର ପ୍ରମୋଦ ଶରଦ ବଣ ନାରଦ ମୁନି ଆଦି କରି ସର୍ବେ ମିଳିଲେ ରାଜପୁରୀ ଦେବର୍ଷି ରାଜର୍ଷି ମହର୍ଷି ଅପରେ ଯେତକ ବ୍ରହ୍ମର୍ଷି ସକଳ ଋଷି ଏକମେଳେ ମିଳିଲେ ଜାହ୍ନବୀର କୂଳେ ସୁଖେ ବସିଲେ ବନ୍ଦିଲା ତାହାଙ୍କୁ ଦେଖି ପରୀକ୍ଷିତ କପଳେ ଦେଇ ବେନି ହସ୍ତ ବନ୍ଦିଲା ମୁନି ଗଣ ପାଦେ ଆନନ୍ଦେ ଅଶ୍ରୁ ଗଦ ଗଦେ ସୁଖେ ବସିଲେ ମୁନି ଗଣେ ପୁଣି ରାଜା ପରଣାମି କର ଅଞ୍ଜଳି ଶିରେ ଦେଇ ବୋଲଇ କୃତ୍ୟ ହୋଇ ପରୀକ୍ଷିତ ବାଚ ରାଜାଙ୍କ ମଧ୍ୟ ମୋ ଜୀବନ ନିଶ୍ଚୟ ଜାଣିଲେ ଧନ୍ୟ ଧନ୍ୟ ମୋହର ପ୍ରାଣେ ତ୍ୟାଗ କାଳେ ମହାନ୍ତ ଜନେ ବିଜୟ କଲେ ବ୍ରାହ୍ମଣ ପାଦ ଜହିଁ ଧୋଇ ସେ ସ୍ଥାନେ ନିଜ ଶିର ଦେଇ କ୍ଷତ୍ରିୟ ସ୍ୱଭାବ ଏମନ୍ତ ଆଗମ ନିଗମ ଉକତ ଯେ ଅଲଙ୍କେ ଦୁଷ୍ଟ ପଢି ଦୂଷିତ ହୋଇ ତତକ୍ଷଣେ ସେ ବିପ୍ରେ ଆସି ମୋର ପାଶେ ବସନ୍ତି ମନର ହରସେ ତାହାର ଭାଗ୍ୟ କି କହିବା ଯାହା ନ ପାନ୍ତି ସୁର ଦେବା ଅପରାଧ କଲି ବିପ୍ର କୂଳେ ଦେଖା ମୋହର ଅନ୍ତକାଳେ ସର୍ବ ବିଷୟ ସଙ୍ଗ ତେଜି କୃଷ୍ଣ ଚରଣେ ଚିତ୍ତ ମଜି ତୁମ୍ଭେ ଅଶେଷ ବ୍ରହ୍ମ ରାଶି ମିଳିଲ ମୋର ପାଶେ ଆସି ବ୍ରାହ୍ମଣ ସାପ କୋପା ନଳ ଏ ମୋର ବିମୁକ୍ତିର ମୂଳ ଯେ କର୍ମ କଲେ ଏ ସଂସାରେ ପ୍ରାଣୀ ତୁରନ୍ତି ମାୟା ଘୋରେ ତୁମ୍ଭର ଅନୁଗ୍ରହ ସେବି ପ୍ରସନ୍ନ ହେଉ ଗଙ୍ଗା ଦେବୀ କୃଷ୍ଣ ଚରଣେ ପ୍ରୀତି ହେଉ କୁହୁକ ତକ୍ଷକ ବା ଖାଉ ତେଣେ ସଂଶୟ ନାହିଁ ମୋର ସକଳେ କୃଷ୍ଣ କଥା କର କୃଷ୍ଣ ବିଷୟ ହେଉ ମତି ତାର ସେବକ ସଙ୍ଗ ଗତି ମୋହର କର୍ମ ଫଳ ଲଇ ଜନ୍ମ ଲଭିବି ଯହିଁ ତହିଁ ମୁଁ ତହିଁ କୃଷ୍ଣ ଦାସ ପଣେ ତେବେ ବି ଅଭୟ ଚରଣେ ଶରଣାଗତ ବୋଲି ମୁହିଁ ଏ ବିପ୍ର ଭାବେ ଦୟା ବହି ସକଳ ଜୀବି ମିତ୍ର ଭାବ ଯେମନ୍ତ ହୋଇବ ସମ୍ଭବ ଏମନ୍ତ ମତେ ଦିଅ ବର ତୁମ୍ଭ ଚରଣେ ନମସ୍କାର ଏମନ୍ତ ମୁନି କି ଜଣାଇ କୃଷ୍ଣ ଚରଣେ ମନ ଦେଇ ଜାହ୍ନ ଭିତରେ କୁଶ ଶଯ୍ୟା ଶୟନ ଅର୍ଥେ କଲା ରାଜା ପୂର୍ବ ଦିଗକୁ ଚିର କରି ଉତ୍ତର ମୁଖେ ଦଣ୍ଡଧାରୀ ଗଙ୍ଗା ଦକ୍ଷିଣ କୂଳେ ଶୋଇ କାରୁଣ୍ୟ ଜଳେ ଦୃଷ୍ଟି ଦେଇ ଜୟ ସୁତ ତାର ତାସିରେ ଦେଇ ରାଜ୍ୟଭାର ଅଶେଷ ଋଷିଗଣ ମଧ୍ୟ ମନ ନିବେଶୀ କୃଷ୍ଣ ପଦେ ଆକାଶ ଥାଇ ଦେବଗଣେ ଆନନ୍ଦେ ପୁଷ୍ପ ବରଷଣେ ଦୁନ୍ଦବୀ ବାଦ୍ୟ ନାଦ ତୁଲେ ସାଧୁ ଶବଦେ ସ୍ତୁତି କଲେ ଯେ ମୁନି ଗଣେ ଗଙ୍ଗା କୂଳେ ଥିଲେ ଯେ ପରୀକ୍ଷିତ ମେଳେ ଗଗନେ ଶୁଣି ସାଧୁ ବାଣୀ ଆନନ୍ଦ ମନେ ସର୍ବମୁନି ସାଧୁ ଶବଦ ଉଚ୍ଚ ସ୍ୱରେ ଦିଶପୁରିଲା ଗଙ୍ଗା ତୀରେ
ପ୍ରଜାଏ ଅନୁଗ୍ରହ ମୁଖେ କହନ୍ତି ଏକ କୁଆରେ କେ। ଏ ସାଧୁ ରାଜା ବିଚକ୍ଷଣ ଅକାଳେ ଲଭିବ ମରଣ। ଦେଖ ଏହାର ଭାଗ୍ୟ ବଳେ ମୁନିକ ମଧ୍ୟ ଅନ୍ତକାଳେ। ଯାର ଆସ୍ଥାନେ ସର୍ବରାଜା ଶିର ନୁଆଇଁ କଲେ ପୂଜା। ଏ ରାଜା କାଳେ ହରି ଭାବେ ପଶିବ ଜନ୍ମର ସ୍ୱଭାବେ। ଏ ନରପତି ଯେତେ ଦିନେ ପ୍ରାଣ ଛାଡ଼ିବ କୃଷ୍ଣ ଧ୍ୟାନେ। ସୁଖେ ଲଭିବ ବିଷ୍ଣୁ ଲୋକ ଯେ ସ୍ଥାନ ବିମୋହ ବିଷପ। ଆମେ ସକାଳେ ଏହି ସ୍ଥାନେ ବଞ୍ଚିବା ଗଙ୍ଗା ଜଳପାନ। ଏ ଭାଗବତର ଉତ୍ତମ ନିଶ୍ଚୟ ଲଭିବ ପ୍ରେମ ଧାମ। ଏମନ୍ତେ ବ୍ରଜ ମୁଖ ଶୁଣି ଅମୃତ ସମ ସାଧୁ ବାଣୀ। ରାଜା ମଣିଲା ସତ୍ୟ ପ୍ରାୟ ଛାଡ଼ିଲା ସକଳ ସଂଶୟ। କୃଷ୍ଣ ଚରଣ ସେବା ଫଳେ ଅଶେଷ ପ୍ରାଣୀ ମହି ତଳେ। ପୂର୍ବେ ଲଭିଲେ ହରି ଭାବ ଯେ ବ୍ରହ୍ମ ଶଙ୍କର ଦୁର୍ଲଭ। ଦେଖ ମୋହର ଭାଗ୍ୟବସୁ ସର୍ବେ ମିଳିଲେ ସର୍ବଦେଶୁ। ବେଦ ଯେ ମନ୍ତ ଦେହ ବନ୍ତେ ସ୍ୱର୍ଗେ ବିବୁଧଙ୍କ ସଙ୍ଗତେ। ବସି କହନ୍ତି ନାନା ଧର୍ମ ଯେ ବନେ ଯେବା ନିଜ କର୍ମ। ଯେ ଫଳ ଇହ ପରଲୋକେ ପ୍ରାଣୀ ଲଭନ୍ତି ସୁଖ ଦୁଃଖେ। ଏମନ୍ତେ ଅନୁଗ୍ରହ ଚିତ୍ତେ ତୁମ୍ଭେ ଆଗତ ବର ହିତେ। ଏବିନେ ନାହିଁ କାର୍ଯ୍ୟ ଆର ଏ ଦେହ ସ୍ୱଭାବ ତୁମ୍ଭର। ତୁମ୍ଭକୁ ପଚାରଇ ମୁହିଁ ମରଣେ ଅନ୍ତର ଚଳେ ଥାଇ। ଏବେ କି କୃତ୍ୟ ଅଛି ମତେ କହ ସକଳେ ଶୁଦ୍ଧ ଚେତେ। ଏଗୋର ସଂସାର ସାଗରେ ମରଣ କିବା କରି ତରେ। ଏମନ୍ତ ପୁଛୁ ରାଜ ଋଷି ସୁଖ ମିଳିଲେ ବେଗେ ଆସି। ମହି ଭ୍ରମଣ ଇଚ୍ଛା ସୁଖେ ଶ୍ରୀକୃଷ୍ଣ ନାମ ଗାଇ ମୁଖେ। ଲଖି ନ ପାରି ଯାର ଅଙ୍ଗ କ୍ଷଣ କ୍ଷଣକେ ନାନା ରଙ୍ଗ। ନିରତେ ନିଜ ଲାଭେ ତୋଷ ସ୍ୱଭାବେ ଅବଧୂତ ବେଶ। ବିଷ୍ଠିତ ବାଳକ ସମୂହେ କିବା ଉପମା ଦେବା ଦେହେ। ସ୍ୱଭାବେ ଷୋଡ଼ଶ ଅବଦ ସୁନ୍ଦର ସୁକୁମାର ପାଦ। କର ଯୁଗଳ ବାହୁ ଅଂଶ ଉନ୍ନତ ସୁନ୍ଦର ସୁନାସ। ନିବିଡ଼ ବେନି ଉରୁ ସାଜେ ସୁନ୍ଦର କପୋଳ ବିରାଜେ। ଅୟତ ଚକ୍ଷୁ ଚାରୁ କର୍ଣ୍ଣ ସୁଗ୍ରୀବ ସୁନ୍ଦର ଆନନ। ମାଂସେ ନିଗୁଡ଼ ଯତୃ ସାଜେ ତୁଙ୍ଗ ବକ୍ଷସ୍ଥଳ ବିରାଜେ। ତ୍ରିବଳୀ କୁକ୍ଷି ମନୋହର ଆବର୍ତ୍ତ ନାଭି ସୁଗଭୀର। ବିକୀର୍ଣ୍ଣ କେଶ ଦିଗମ୍ବର ବିଭୂତି ଭୂଷଣ ଶରୀର। ପ୍ରଳମ୍ବ ଭୁଜ ଜାନୁ ଯାଏ ଦିଶେ ଅମର ବର ପ୍ରାୟ। ଶରୀର ବର୍ଣ୍ଣ ରୁଚି ଶ୍ୟାମ ରୂପେ ତୁଳିତ ନୁହେଁ କାମ। କିଏ ବା ଦେବା ପଟାନ୍ତର କାମିନୀ ଜନ ମନୋହର। ଏମନ୍ତ ରୂପ ତାର ଦେଖି ମୁନି ଆସନ ଉପେକ୍ଷୀ। ଜାଣନ୍ତି ତାହାଙ୍କ ଲକ୍ଷଣ ସେ ଯୋଗୀ କୃଷ୍ଣ ପରାୟଣ। ଶୁକ ଆଗମ ଦେଖି ରାଜା ଦକ୍ଷିଣେ ଆଣି ଅର୍ଘ୍ୟ ପୂଜା। ବିନୟ ଭାବେ ଦଣ୍ଡଧାରୀ ଚରଣେ ନମସ୍କାର କରି। ସ୍ତ୍ରୀ ବାଳକ ଯେତେ ଥିଲେ ତା ଦେଖି ଭୟେ ବାଉଡ଼ିଲେ। ରାଜା ପୂଜିଲା ମନ ତୋଷେ ସୁକ ବସିଲେ ରାଜା ପାଶେ। ବେଷ୍ଟିତ ଋଷି ଗଣ ମଧ୍ୟ ଯେ ସୁକ ବସିଲେ ଆନନ୍ଦେ। ଶଶାଙ୍କ ଯେନେ ତାରା ମେଳେ ବିରାଜେ ଗଗନ ମଣ୍ଡଳେ। ପ୍ରଶାନ୍ତ ଚିତ୍ତ ମୁନି ବର ଅକୁଣ୍ଠ ଧାରଣା ଯାହାର। ସେ ମୁନି ପାଦେ ନମସ୍କାର କରି ଯୋଡ଼ିଲା ବେନି କର। ନିର୍ମଳ ବାକ୍ୟ ସୁଧାଧାର ମୁନିକି ଚାହିଁ ନୃପବର। ଉଛଇ ବେନି କର ଯୋଡ଼ି ଚରଣେ ପୁଣା ପୁଣା ପଡ଼ି। ରାଜା ଉବାଚ ଆଜ ମୋହର ଜନ୍ମ ଧନ୍ୟ କ୍ଷତ୍ରିୟ ବଂଶେ ବିଦ୍ୟମାନ। ତୁମ୍ଭେ ଅତିଥି ରୂପେ ଆସି ନିର୍ମଳ ଚିତ୍ତେ ବ୍ରହ୍ମ ଋଷି। ଦେଖି ମୋ ଆତ୍ମା କୃତ୍ୟ ଦେହକୁ କଲି ତୀର୍ଥଭୂତ। ଯାହାର ଶରଣ ବିଶ୍ୱାସ ପବିତ୍ର କରେ ଗୃହୀ ବାସ। ତାହାର ଦରଶନ ମାତ୍ରେ ଜୁରିତ ନର ହୋଇ ଗାତ୍ରେ। ପରଶ ପାଦ ଜଳ ଯହିଁ ସକଳ ତୀର୍ଥ ଫଳ ତହିଁ। ଆଜ ଜୀବନ ମୋର ଧନ୍ୟ ଦେଖିଲି ତୁମ୍ଭର ବଦନ। ଯେତେ ଦୁରିତ ଦେହେ ଥିଲା ତୁମ୍ଭ ସନ୍ନିଧେ ଦୂର ଗଲା। ବିଷ୍ଣୁର ତେଜ ମହାଘୋରେ ଯେମତେ ନଶନ୍ତି ଅସୁରେ। ଆଜ ଜାଣିଲି ମୋତେ ହରି ପାଣ୍ଡବ ସ୍ନେହ ପ୍ରୀତି କରି। ବାନ୍ଧବ ପ୍ରିୟ ବ୍ରହ୍ମ ରାଶି ଯେନେ ପାଣ୍ଡବ ଗୃହେ ଆସି। ତାହାଙ୍କ ଗୋତ୍ର ଜଣୁ ମୋହି ତେଣୁ ସଦୟ ମୋରେ ହୋଇ। କୃଷ୍ଣର ଦୟା ଯେଣୁ ହୋଇ ତୁମ୍ଭ ଦର୍ଶନେ ଯୋଗ୍ୟ ମୁହିଁ। ଅବ୍ୟକ୍ତ ଗତି ଯେ ତୁମ୍ଭର କେ ତାହା କରିବ ଗୋଚର। ପୁଣି ମରଣେ ତୁମ୍ଭ ସଙ୍ଗ ତରିଲି ଏ ଭବ ତରଙ୍ଗ। ଯୋଗୀଙ୍କ ମଧ୍ୟ ତୁମ୍ଭେ ଗୁରୁ ଯେନେ ଅଚଳ ମହାମେରୁ। ଦେଖ ଜୀବନ ଯିବା କାଳେ କିବା ସାଧିବି ମହି ତଳେ। କିବା ଶୁଣିବି କର୍ଣ୍ଣ ପଥେ ଶରଣ କି କରିବି ଚିତ୍ତେ। କିବା ବଚନ ଉଚ୍ଚାରଣେ ଭଜିବି କାହାର ଚରଣେ। ତୁମ୍ଭେ ଯେ ପ୍ରାଣୀଙ୍କର ଦ୍ୱାରେ ଦଣ୍ଡେ ନ ରହ ମନ ସ୍ଥିରେ। ବୋଧେୟ ମାତ୍ରେ ତୁମ୍ଭ ଗତି ଏଣୁ ମୋହର ମନେ ଭ୍ରାନ୍ତି। କହନ୍ତି ସୁତ ସୁଧା ମନେ ଗୁଣ ସକଳ ମୁନି ଜନେ। ସୁତ ଉବାଚ ଏମନ୍ତ ପରିଚିତ ବାଣୀ ଆନନ୍ଦେ ସୁକ ମୁନି ଶୁଣି। ହରଷି ମୁଦ୍ରିତ ଲୋଚନ ଚିତ୍ତେ ଚିନ୍ତିଲେ ଭଗବାନ। ସେ ମୁନି ଚରଣ କମଳେ ସୁଜନ ଚିତ୍ତ ଧ୍ୟାନ ବଳେ। ପ୍ରଥମ ସ୍କନ୍ଧେ ଭାଗବତ ବର୍ଣ୍ଣଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ ଭାଗବତ ମହାପୁରାଣେ ପରମହଂସ ସଂହିତାୟାଂ ପ୍ରଥମ ସ୍କନ୍ଧେ ଶୁକ ଆଗମନମ୍ ନାମ ଏकोनविंश अध्यायः।